ସମସ୍ତଙ୍କୁ ଶୁଭ ସକାଳ। ଆଜି ଦିବସର ବାକ୍ୟ ଶୁଣିବା, ଯାହାକି ଲେଖା ହେଉଛି ଏଭ୍ରି ପୁସ୍ତକ 4:12। କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାରୁ ଖଡ଼୍ଗଠାରୁ ତିକ୍ତତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବନାର ଶୁଷ୍କ ବିଚାରକ ଅଟେ। ଈଶ୍ୱରଙ୍କ ବାକ୍ୟ ଜୀବନ୍ତ, କାରଣ ପିତା ଈଶ୍ୱରଙ୍କର ବାକ୍ୟ ପୃଥିବୀର ଶୂନ୍ୟଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟସାଧକ ହୋଇଅଛି ଏବଂ ତାହାଙ୍କ ବାକ୍ୟ ଦ୍ୱାରା ପ୍ରତ୍ୟେକ କାର୍ଯ୍ୟ ସଫଳ ହୋଇଥାଏ। ପୁଣି ତାହାଙ୍କର ବାକ୍ୟ ବିନା କୌଣସି ଭାବରେ ପୃଥିବୀର କୌଣସି ଅସ୍ତ୍ରଶସ୍ତ୍ର କାର୍ଯ୍ୟ କରିନଥାଏ। କେବଳ ତାହାଙ୍କର ବାକ୍ୟ ଆତ୍ମିକ ଜୀବନରେ ଆଗକୁ ବଢ଼ିବା ନିମନ୍ତେ ସାହାଯ୍ୟ କରିଥାଏ। ଆମେନ୍। ଏହି ବାକ୍ୟ ଦେଇ ପିତା ଈଶ୍ୱର ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ।